गुड आफ्टरनून साଙ୍ଗमाने ମୁଁ ଆପଣ ସୁଧୀର କୁମାର ସ୍ୱାଗତ କରୁଛି ନୂଆ ବ୍ଲଗ୍କୁ। ଆଶା କରୁଛି ଆପଣ ସମସ୍ତେ ଭଲରେ ଥିବେ, ମୁଁ ବି ଭଲରେ ଅଛି। ତ ଆପଣ ଭାବୁଥିବେ କ'ଣ ଘର ଭିତରେ ବସିକି ଇଣ୍ଟ୍ରୋ ଦେଲାଣି, ଘରୁ ଆଜି ମୋତେ ବାହାର କରିଦେଇଛନ୍ତି ଆଜି ସକାଳୁ ସକାଳୁ। ତ ମୁଁ ପଳେଇ ଆସିଛି ଗୋଟେ ଜାଗାକୁ, ମୋତେ ବାହାର କରିଦେଇଛନ୍ତି, ଭାଇ ପାଖକୁ ମୁଁ ପଳେଇ ଆସିଛି। ଆଉ ନା ଏମିତି କିଛି କଥା ନାହିଁ। ତ ମୁଁ କ'ଣ ପାଇଁ ଆସିଛି ନା ଏକ୍ଜାମ୍ ଗୋଟେ ଏକ୍ଜାମ୍ ଅଛି, ତ ଏକ୍ଜାମ୍ ପାଇଁ ଟିକେ ଡେଟ୍ ପାଖେଇଲାଣି ନା, ତ ସେଥିପାଇଁ ଘରେ କିଛି ପଢ଼ାପଢ଼ି ହେଇପାରୁନି। ସେଥିପାଇଁ ଘରୁ ଟିକେ କହିଛନ୍ତି ଯେ ଭାଇ ପାଖରେ ବସିକି ପଢ଼ିବୁ, ମୁଁ ଭାଇ ପାଖକୁ ପଳେଇ ଆସିଛି। ଆଉ ଏକୁଟିଆ କ'ଣ ଆସିଛି ସାଙ୍ଗରେ ମୋ ଫେଭରେଟ୍ ମାନେ ପର୍ସନ୍କୁ ବି ନେଇକି ଆସିଛି। ତ ଦେଖାଉଛି ରୁହନ୍ତୁ, ଆରେ କୁଆଡ଼େ ଗଲୁ, ଦେଖନ୍ତୁ ୟାକୁ ବି ମୋ ସାଙ୍ଗରେ ଧରିକି ପଳେଇ ଆସିଛି। ଆଉ ଯୁଆଡ଼େ ଗଲେ ଯୁଆଡ଼େ ବି ଗଲେ ଇଏ ପାଖରେ ଏମିତି ସବୁବେଳେ ଖାଲି ଆସିକିରି ମାନେ ଗୋଡ଼ ପଛ ହେଉଛି। ତ କେତେବେଳେ ମଡ଼ା ପଡ଼ିଯିବ, ସେଥିପାଇଁ ତାକୁ ଟିକେ ପଞ୍ଜୁରୀରେ ରଖିବାକୁ ପଡ଼ୁଛି। ପଞ୍ଜୁରୀରେ ରଖିଲା ମାନେ ପୁଣି ଖାଲି ବୋଉ 24 ଘଣ୍ଟା ବସିକିରି। ଆଉ ସେ ସବୁବେଳେ ଏମିତି ହିଁ ଆସିକି ମୋ ଗୋଡ଼ ପଛ ଆସିକି ବୁଲୁଛି। ତ ସାର୍ଟ ଉପରେ ବି ମନେ ଗୋଡ଼ ଉପରେ ରଖିଦେଲାନି, ସିଧା ଉପରୁ ପଳାଉଛି, କାନ୍ଧ ଉପରେ ବସି ପଡ଼ୁଛି, ପେଟ ଉପରେ ବସି ପଡ଼ୁଛି, ଏମିତି ସବୁ ପଡ଼ୁଛି। ତାର ଗୋଟେ ଲଗା ବି ଯେମିତି ହେଇଗଲାଣି। ତ ଦେଖନ୍ତୁ କେତେ ମସ୍ତରେ ବସିଛି ଏଠି ସିଏ। ଏଇ କ'ଣ କରୁଛୁ? ତ ସବୁବେଳେ ତାକୁ ଖୋଲା ଛାଡ଼ି ହେଉନି, ଆଉ ନହେଲେ କାଳେ କେତେବେଳେ ପାଦ ତଳେ ଆସିଯିବ, ପୁରା ସହିଦ ହେଇଯିବ ସେ। ସେଥିପାଇଁ ଘରେ ଗାଳି କରୁଥିଲେ, ପ୍ଲେଟ୍ଟାକୁ ପାଇଁ ନେଇକି ଯାଉଛି, କ'ଣ କରିବାକୁ ନେଇକିରି। ତ ହେଲେ କ'ଣ କରିବା, ଆକୁ ତ ଛାଡ଼ିକିରି ଆସିବନି। ତ ସେଥିପାଇଁ ତାକୁ ନେଇକି ପଳେଇ ଆସିଲି। ଦେଖନ୍ତୁ ବସିଛି ସେ। ତ ଏବେ ଟିକେ 7-8 ଦିନ ଯାକେ ଟିକେ ଭିଡ଼ିଓ ଆସିପାରିବନି, ବ୍ଲଗ୍ ଟିକେ। ତ ୟା ସହିତ ଯେତିକି ଟାଇମ୍ ମୁଁ ସ୍ପେଣ୍ଡ କଲି ସେଇଟା ଆପଣଙ୍କ ସହିତ ଟିକେ ଛୋଟ ଛୋଟ ଭିଡ଼ିଓ କ୍ଲିପ୍ କରିକି ଆପଣଙ୍କୁ ଦେଖେଇଦେବି। ତ ଘରକୁ ଗଲା ପରେ ଯାଇକି ଯାହା ଦେଖିବା କେମିତି କ'ଣ ସମସ୍ତେ ପଶୁ ପକ୍ଷୀ ରହୁଛନ୍ତି, କେମିତି କ'ଣ ଖାଇବା ପିଇବା ଦିଆହେଇଛି ନାହିଁ, ତ ସେଇଟା ଦେଖିବାକୁ ପଡ଼ିବ ଘରକୁ ଗଲା 10 ଦିନ ପରେ। ଆଉ ଡେଲି ତ ମାଆକୁ ଫୋନ୍ କରିକି କହିବାକୁ ବି ପଡ଼ିବ କି ନାହିଁ ଏତିକି ଖାଇବାକୁ ଦେବାର ଅଛି ବୋଲି। ସେମାନେ ସବୁ ମନେ ପକେଇକି ଦେବେ, ହେଲେ ବି ମୋତେ ବି ଟିକେ ମନେ ପକାଇବାକୁ ପଡ଼ିବ, କାରଣ କେତେବେଳେ କେଉଁ ଜିନିଷ କେତେବେଳେ ଭୁଲିଯିବ, ମନେ ନଥିବ ରହିବନି କାଳେ। ତ ସେଥିପାଇଁ ମନେ ପକାଇବାକୁ ପଡ଼ିବ। ଆକୁ ବି ମୁଁ ଧରିକିରି ଆସିଛି ସାଙ୍ଗରେ, ଯେଉଁଟା ମୋତେ ବହୁତ ବଢ଼ିଆ ଲାଗୁଛି ୟା ସାଙ୍ଗରେ ରହିବା ପାଇଁ। ତ ଦେଖନ୍ତୁ କେମିତି ମୋତେ ଲାଗୁଛି, ଯେତେବେଳେ ଦେଖିଲେନି ପାଖରେ ଆସିବେ, ଗୋଡ଼ ହାତ ଦେଲା ମାନେ ସେ ଆସିକି ଏମିତି ପୁରା ଲଦି ହେଇକି ପୁରା ବସିଯିବ ତା ପାଖରେ। ଦେଖନ୍ତୁ କେମିତି ବସିଛି। ଦେଖନ୍ତୁ କେତେ ବଢ଼ିଆ ଦେଖାଯାଉଛି। ପେଟେ ପୁରା ଖାଇକିରି ଏବେ ଆସିଛି। ତ ସେଥିପାଇଁ ଖାଲି ଶୋଇବ ହେଉଛି, ମୋ ଗୋଡ଼ ତଳେ ଏବେ ଶୋଇଥିଲା। ତ ତାକୁ ଏବେ ଉଠେଇକି ଉପରକୁ ନେଇ ଆସିଛି। ଦେଖନ୍ତୁ ଏଇ ମୁଦିଟାକୁ ଦେଖିକି କେମିତି କାମୁଡ଼ିବ ଖାଲି ସବୁବେଳେ ହେଉଛି। ତ ନାଇଁ କାମୁଡ଼। ତ ଇଏ ତ କିଛି କ୍ଷତି କରିବନି କାମୁଡ଼ା କାମୁଡ଼ି କରିକି, ହେଲେ ବି ନିରୀହ ଯିବ ଗୋଟେ। ତ ତାକୁ ସାଙ୍ଗରେ ନେଇକି ଆସିଲି ଭାରି, ଭଲ ଲାଗୁଛି ଏବେ। ତ ଭାଇ ତ ଡ୍ୟୁଟି ମାନେ ତା ଜବ୍କୁ ଯାଉଛି ଅଫିସ୍। ଏକୁଟିଆଟା କ'ଣ ଘରେ କେତେ ପାଠ ପଢ଼ିବ ସେ ପଢ଼ ଗଲେ। ତ ସେଥିପାଇଁ ୟାକୁ ସାଙ୍ଗରେ ରଖିଛି। ତ ଇଏ ବି ସାଙ୍ଗରେ ରହି ଟିକେ କମ୍ପାନୀ ମିଳିଯିବ, ତା ସହିତ କିଛି ଟାଇମ୍ ବି ସ୍ପେଣ୍ଡ ହେଇଗଲା ପରେ ଭଲ ବି ଲାଗିବ। ଆଉ ଇଏ ତ 24 ଘଣ୍ଟା ପାଖରେ ରହିବା ପାଇଁ ହେଉଛି, ହେଲେ ପାଖରେ ରଖି ହେବନି ୟାକୁ। ତ କାଳେ କେତେବେଳେ ମଡ଼ା ପଡ଼ିଯିବ, ସେଥିପାଇଁ ଟିକେ ଡର ବି ଲାଗୁଛି। ଆଉ ଆପଣ ଟିକେ ଆଡ଼ଜଷ୍ଟ କରିନେ 7-8 ଦିନ ପାଇଁ। ତ ଯାହା ବି ଛୋଟ ଭିଡ଼ିଓ ଆସିବ ମୁଁ ୟା ସହିତ ଆପଣଙ୍କୁ ଅପଡ଼େଟ୍ କରିଦେବି। ଯାହା ଛୋଟ ଛୋଟ ଭିଡ଼ିଓ ପକାଇଦେବି, ବେଶୀ ଲମ୍ବା ତ ଆସିବନି। ପାଖରେ କିଛି ଜୀବଜନ୍ତୁ ବି ନାହାନ୍ତି ଏବେ, ଘରକୁ ଗଲା ଆଡ଼ୁ ଯାହା ଯେମିତି ଦେଖେଇବି ଆପଣଙ୍କୁ। ତ ଆଜି ବ୍ଲଗ୍ ଏଇଠି ଶେଷ କରୁଛି। ଜୟ ଜଗନ୍ନାଥ।